राक्षस असला पळे चला समजते राक्षस असला पळे चला राक्षस असला पळे चला समजते पळे चला गाबारे राक्षस पळे चला कहीं भी पहुंचीबेनी आम ठारू कुहना मारुति केमिति देखा जानती तमर आराध्य मु तो देखा ही करनी तांको सा कौन अर्थात तमर पूरा यात्रा ही वृथा थिला कौन मिलला तुमको ए सब करी सेया मिलिला जार तमे कल्पना भी करि बालिबनी कौन मिलिला मो आराध्यंकर नाम नामरे कोन अछि मारुति से किछि एमिति सेमिति नाम नुओ ए नामरे ही अछि चमत्कार नामरे ही चमत्कार तमे आम दलरे सेनापति तेणु तमर बहुत कथा हमें माने नेउछु परंतु तमर ए कथा को माने पारिबोनी ये किपरि ध्वनि थिला मारुति गोटे पक्षीर चित्कार केई संकट रे अछि बोधे सेपरे केही अछो रक्षा कर हमको ମୁଁ ଅଛି ନା ପରନ୍ତୁ ରକ୍ଷକ ନୁହଁ ଭକ୍ଷକ परंतु आम ग्रामवासी सह तमर की शत्रुता गोटे अति तुच्छ कार्य अछि तम मानक पाखरे आम सेनापतिଙ୍କ गळारे सहस्र अंगुठीर गोटिए माला अछि परंतु एबे एबे तांकु 10 सहस्र अंगुठीर माला दरकार प्रस्तुत हो जाओ महान बलिदान पाई कोन से व्याधर जाल रे फसी जाई छंती असहाय पक्षी मालुती ए नीलिह पक्षी हम सामने रे छटपट हो जंती मु जमा देखि पारोनी किछि कर मित्र जा करबार अछि मोर आराध्यक नाम करिब मारुति ये उपहासर समय नुही से नामर महिमा कोन आज तमे माने स्वयं देखिब प्रणाम पक्षी महाराज मो नाम मारुति तमे सामान्य भी भयभीत हुओनी कारण मो पाखरे से मंत्र अछि जे सब जाल को काटी दब पूर्ण विश्वास सहित निज अंतरात्मा रे मो सह डाक राम पक्षी महाराज तुमको भी आभास हो जाइथिब जे राम नाम संकट रे सहायता और निराश रे आशा देई थाए जो नाम सुनी मन को शांति मिल जाए भाव तार उच्चारण रे कोन हब मो सहित गाओ राम 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 ये तो सतरे चमत्कार हे गला राम
योद्धाଙ୍କ नामରେ ତ ଅଦ୍ଭୁତ ଶକ୍ତି ଅଛି। ଶୀଘ୍ର ସମ୍ପୂର୍ଣ୍ଣ ସଂସାର ଏକଥା ମାନି ନେବ। ସମସ୍ତେ ତାଙ୍କ ମହିମାକୁ ଅନୁଭବ କରିବେ, ଯେମିତି ଆଜି ତମେ ମାନେ ଦେଖିଲ। କାହିଁକି ପକ୍ଷୀଙ୍କର ଏ ସମୂହ ଏଭଳି ଧ୍ୱନି ଉତ୍ପନ୍ନ କରୁଛି? ଏମିତି ଲାଗୁଛି ଯେମିତି ଯେମିତି କେହି ଆମ କର୍ଣ୍ଣରେ ଫୁଟୁଥିବା ତେଲ ପକାଇଦେଲା। ରାମ ନାମର ମହିମା ବାସ୍ତବରେ ଅପରମ୍ପାର ପ୍ରଭୁ। ଗୋଟେ ପଟେ ସେଇ ଅସହାୟ ପକ୍ଷୀଙ୍କୁ ରକ୍ଷା କଲା, ଅନ୍ୟପଟେ ସେ ଗ୍ରାମବାସୀମାନଙ୍କୁ ସେ ରାକ୍ଷସଙ୍କ ପ୍ରକୋପରୁ ବଞ୍ଚାଇଲା। ଦେବୀ, ଏମିତି ନୁହେଁ ଯେ ରାମ ନାମ କେବଳ ଭକ୍ତର ହୃଦୟରେ ଆତ୍ମିକ ଆନନ୍ଦ ଉତ୍ପନ୍ନ କରିଥାଏ। ରାମ ନାମ ଶୁଣି ସେ ଭୟଙ୍କର ରାକ୍ଷସଙ୍କ ମନରେ ବି ଭୟର ସଞ୍ଚାର ହେଇଥାଏ। ପରନ୍ତୁ ଏ ସଂସାର ତ ଏଭଳି ଦୁଷ୍ଟଙ୍କୁ ନେଇ ଭରି ହେଇଛି, ଆଉ ତାଙ୍କର ଶକ୍ତି ମଧ୍ୟ ଅସୀମ। କେମିତି ରୋକି ପାରିବେ ତାଙ୍କୁ? ସେଥିପାଇଁ ତ ରାମ ନାମ ଏବେ ଅଧିକ ପ୍ରାସଙ୍ଗିକ ହେଇଗଲାଣି ଦେବୀ। ତାର ମହତ୍ଵ ଆଜିର ସମୟରେ ବଢ଼ିଯାଇଛି। ସେ ନାମର ଅଲୌକିକ ତେଜ ଅଧର୍ମୀଙ୍କ ମନକୁ ଅଶାନ୍ତ କରିଦେବ। ସେମାନେ ଆହୁରି କ୍ଲେଶ କରିବେ, ସେମାନେ ଆହୁରି ଉତ୍ପାତ କରିବେ, ଆଉ ତେବେ ଯାଇ ମାରୁତିଙ୍କ ଭକ୍ତିର ବାସ୍ତବିକ ପରୀକ୍ଷା ଭକ୍ତ ଶ୍ରେଷ୍ଠ ବୋଲାଇବା ପାଇଁ ତାଙ୍କର ଯାତ୍ରା ସହଜ ହେବନି। ପ୍ରତିପାଦରେ ବାଧା ଆସିବ, ଯାହା ସହ ଲଢ଼ିବା ସମୟରେ ସଂଯମତା ହରାଇବା ଉଚିତ ନୁହଁ। ସଦା ସର୍ବଦା ତାଙ୍କୁ ତାଙ୍କ ଆରାଧ୍ୟ ଶ୍ରୀରାମଙ୍କ ନାମର ଗରିମାକୁ ଅକ୍ଷୁଣ୍ଣ ରଖିବାକୁ ହବ। କି ବିଚିତ୍ର ମନ୍ତ୍ର ଥିଲା ସିଏ? କିଛି ଜଣା ପଡ଼ିଲା? କୌଣସି ଦିବ୍ୟ ମନ୍ତ୍ର ଥିଲା, ଯାହାର ପ୍ରୟୋଗ ରାକ୍ଷସଙ୍କୁ ପୀଡ଼ିତ କରିବା ପାଇଁ କରାଯାଉଥିବ। ସେ ପକ୍ଷୀ ଚାଲିଗଲେ, ଏବେ ସେ ମନ୍ତ୍ର କଥା ଛାଡ଼, ଆଉ ଏଇ କଥା ଭାବ ଯେ ସେନାପତିଙ୍କୁ କଣ ଉତ୍ତର ଦେବା ଯେବେ ସେ ଆମକୁ ପଚାରିବେ ଯେ ତାଙ୍କ ଆଙ୍ଗୁଠି କାହିଁ ବୋଲି। ଏତେ ଶାନ୍ତି, କୌଣସି ରକ୍ତପାତ କାହିଁକି ହଉନି ଏଠି? ମୂର୍ତ୍ତି ଭଳି କାହିଁକି ଠିଆ ହେଇଛ? କୁଆଡେ ଗଲେ ମାନବ? ପଳେଇ ଗଲେ ସେନାପତି। କଣ ସେମାନେ ଦୁର୍ବଳ ମାନବ, ତମେ ଶକ୍ତିଶାଳୀ ରାକ୍ଷସ, ତେବେ ସେ ପଳେଇ ଗଲେ କେମିତି? ପକ୍ଷୀଙ୍କର ଗୋଟେ ସମୂହ କେଉଁ ଆଡୁ ଆସିଥିଲା କେଜାଣି। ଆଉ ପଦେ ବି କିଛି କୁହନି। ଅନ୍ତିମ ସୁଯୋଗ ଦିଅନ୍ତୁ ସେନାପତି, ଏଥର ଆପଣଙ୍କ ଇଚ୍ଛା ଆମେ ଅବଶ୍ୟ ପୂର୍ଣ୍ଣ କରିବୁ। କେମିତି? ଏଠି ପାଖରେ ଏକ ନଗର ଅଛି ଯାହାର ନାମ ସୁମେରୁ। ସେଠିକାର ରାଜା କେଶରୀ ଆଉ ସେଠିକାର ପ୍ରଜା ଅତ୍ୟନ୍ତ ଶାନ୍ତିପ୍ରିୟ। ତାଙ୍କର ପ୍ରାଣ ନବା ଆମ ପାଇଁ କଠିନ କାର୍ଯ୍ୟ ହବନି। ସୁମେରୁ? এই শুଣ, ଏଠିକି ଆସ। ଏ ଫୁଲ ଥାଳି ସେଇଠି ରଖିଦିଅ, ଆଉ ଏ ଫଳ ଥାଳି ସେଠି। ହଁ, ଶୀଘ୍ର କର। ଆରେ ଏ ବ୍ୟଞ୍ଜନ ସବୁ ପ୍ରସ୍ତୁତ ହେଇଯାଇଛି ନା ଭଲରେ? ରାଣୀ ମୋ ପଚାରୁଥିଲେ। ଚାଲ ଶୀଘ୍ର ଚାଲ। ଏତେ ଭଲରେ କଣ ହଉଛି ମହଲରେ?
मो नाक कहूची मो आख पाखरे कोठी मिष्टान अछि लाडू ଆଉ ଏ ଲଡୁ ଯୋଉଠୁ ଆସିଛି ସେଇଠିକି ଯିବ। କାହିଁକି ମାତା ଏବେ ମୁଁ ପୁଣି କଣ କରିଦେଲି ଆରେ ମୁଁ ଏ କଥା ତମକୁ ଦଣ୍ଡ ସ୍ୱରୂପ କହି ନାହିଁ। ଏ ଲଡୁ ପୂଜାରେ ଅର୍ପଣ କରାଯିବ। ଆଉ ପୂଜା ସମ୍ପୂର୍ଣ୍ଣ ହେଇସାରିବା ପରେ ତମକୁ ଲଡୁ ମିଳିବ। କାହାର ପୂଜା ମାତା 2 ଦିନ ପରେ ମୁଁ ମହାଦେବଙ୍କର ମହାପୂଜା ରଖିଛି। ମହାଦେବଙ୍କର ପୂଜା ତାଙ୍କ ପାଇଁ ତ ମୋର ବିଶେଷ ପ୍ରେମ ଅଛି। ଏ ପୂଜାରେ ସମ୍ମିଳିତ ହେବା ପାଇଁ ମୁଁ ବି ଇଚ୍ଛୁକ ମାତା। ମୁଁ ତମର ସହାୟତା କରିବାକୁ ଚାହୁଁଛି। କୁହ ମତେ ତେବେ କଣ କରିବାକୁ ହବ? ଏଇ ସମୟରେ ମୋ ପାଖରେ ତମ ଯୋଗ୍ୟ କିଛି ବି କାର୍ଯ୍ୟ ନାହିଁ। କାହିଁକି ମୁଁ ସାଧୁ ସନ୍ଥଙ୍କ ସ୍ୱାଗତ ତ କରିପାରିବି ନା ମାତା। ହଁ ଠିକ ଅଛି, ତମେ ଫୁଲ ନେଇଯାଅ। ଆଉ ଯେତେ ବି ସାଧୁ ସନ୍ନ୍ୟାସୀ ଆସିଛନ୍ତି ନା ତାଙ୍କର ସ୍ୱାଗତ ତମେ ହିଁ କରିବ। ଧନ୍ୟବାଦ ମାତା। ରାକ୍ଷସଙ୍କ ନାମରେ କଳଙ୍କ ତମେ 3 ଜଣ। क्षमा करंतु प्रभु दृष्टासुर केवल थरे भूल करिपारे द्वितीय थर नुह सुमेरुर माटी को मु जदी रक्त रंजित करि न दैछि तेबे मो ना पुष्टासुर नुहे। से मायावी मंत्र पछरे जे केही भी थिला आज तार ए भଳି दुर्दशा करिबो ए कपटासुर। पुणी थरे केही ए पृथ्वी रे मंत्रर उच्चारण भी करि परिबेनी। से मंत्रर अस्तित्व लिभेई देबी मो। ସେଇଠି ସୁମେରୁ ରାଜ୍ୟ। ଅତି ସଫଳ ଆଉ ସମୃଦ୍ଧ ରାଜ୍ୟ ମନେ ହେଉଛି ସୁମେରୁ। ୟାକୁ ଉଜାଡ଼ିବାରେ ବଡ଼ ଆନନ୍ଦ ଆସିବ। ଚାଲ ମାରୁତି, ତମେ ଆମକୁ ଏ ବନ ଭିତରକୁ କାହିଁକି ନେଇକି ଆସିଲ? ମୁଁ ଫଳରେ ଲଦି ହେଇଥିବା ଗୋଟେ ବୃକ୍ଷ ଦେଖିଥିଲି ଯେ ଦେଖୁ ଦେଖୁ ପାଟିରେ ପାଣି ଆସିଗଲା। ମାରୁତି, ସେ ବୃକ୍ଷ ଆଉ କେତେ ଦୂରରେ ଅଛି? ଏଇଠି କୋଉଠି ତ ଥିଲା। ଏଇ ସେଠି। ଫଳ ତ ସତରେ ବଡ଼ ସ୍ୱାଦିଷ୍ଟ ଲାଗୁଛି ମାରୁତି। ସେଇଥିପାଇଁ ତ ମୁଁ କୁହେ ଆମ ସେନାପତି କେବେ ଆମକୁ ନିରାଶ କରିବେନି। ହୃଷ୍ଟ ପୃଷ୍ଟ ବାନର ବାଳକ ସେ ବି 4 ଜଣ ବାଳକ। ଆମ ପାଇଁ କଣ ଆଦେଶ ଅଛି ସ୍ୱାମୀ? କାଟିଦବା ସମସ୍ତଙ୍କୁ। ସୁମେରୁ ପର୍ବତ ଉପରେ ଆକ୍ରମଣ ଏଇଠୁ ଆରମ୍ଭ ହେବ। ରାଜମହଲ ଉପରେ ଆକ୍ରମଣ ଆମେ ପରେ କରିବା। ପ୍ରଥମେ ନିଜ ଖଡଗକୁ ରକ୍ତ ପିଆଇବ ଏ ରକ୍ତାସୁର। मायावी शक्ति अछि या पाखरे। के देवता
ବେଶ ବଦଳେଇ ଆସି ଯାଇନି ତ? ଏ ବାଳକ ଯେ କେହି ବି ହେଇଥାଉ ରକ୍ତାସୁରର ଖଡ୍ଗକୁ ୟାର ରକ୍ତପାନ ନିହାତି ଦରକାର। ମାନିକାଲି ମାରୁତି ସୁମେରୁର ଭବିଷ୍ୟତ ତମ ହାତରେ ସୁରକ୍ଷିତ ଅଛି। ସତ୍ୟ କହିଲ ଜଗନ, କାଲି ଯେବେ ତମେ ତମ ପିତାଙ୍କ ଉତ୍ତରାଧିକାରୀ ରୂପେ ସୁମେରୁର ରାଜା ହବ, ସେତେବେଳେ ବି ତମ ମାନଙ୍କ ସହିତ ଏମିତି ବନକୁ ଫଳ ତୋଳିବାକୁ ଆସିବି। ଓ ଏ ବାଳକ ସୁମେରୁ ନରେଶ କେଶରୀର ପୁତ୍ର। ମୋ ମାତା ମତେ କୁହନ୍ତି ଯେ ସୁମେରୁର ଲୋକ ଆମର ପ୍ରଜା ନୁହନ୍ତି, ଆମର ପରିବାର। ମୁଁ ଯାଉଛି ୟାଙ୍କୁ ଧରିବା ପାଇଁ। ମତେ କାହାର ଭୟ ନାହିଁ। ମୂର୍ଖ, ଏ ପାନର ବାଳକ ସୁମେରୁର ରାଜକୁମାର। ଆମକୁ ଲୁଚି ଲୁଚି ସୁମେରୁରେ ପ୍ରବେଶ କରିବାର ଆବଶ୍ୟକତା ନାହିଁ। ଇଏ ସ୍ୱୟଂ ଆମକୁ ଆମ ଗନ୍ତବ୍ୟ ପର୍ଯ୍ୟନ୍ତ ନେଇଯିବ। ଏବେ ଆମେ ସୁମେରୁ ଉପରେ ନୁହେଁ, ସୁମେରୁର ହୃଦୟ କେଶରୀ ମହଲ ଉପରେ ଆକ୍ରମଣ କରିବା। ଏ ସବୁକୁ ମହଲ ଯାଇ ନେବା କେମିତି? ଫଳ ତୋଳିବା ସମୟରେ ଧ୍ୟାନ ଆସିଲାନି କଥା। ଶୁଣି ରଖ ବାଳକ, ଶୁଣି ରଖ ପିଲା, ସାରା ଜଗତରେ ଏ ବାବାର ଚର୍ଚ୍ଚା। ପ୍ରଣାମ ସାଧୁ ମହାରାଜ। ଆୟୁଷ୍ମାନ ଭବ। ସନ୍ଧ୍ୟା ହେବାକୁ ଯାଉଛି, ଜଙ୍ଗଲ ବି ବଡ଼ ଅନ୍ଧକାର। ତେବେ ତମ ବାଳକ ମାନଙ୍କର ଏଠି କି କାର୍ଯ୍ୟ? କିଏ ତମେ ମାନେ? ମୁଁ ମାରୁତି, ଆଉ ଏମାନେ ମୋର ମିତ୍ର। ଇଏ ଜଗନ ଆଉ ଇଏ ମଗନ। ଇଏ ହେଲେ ମୋ ବନ୍ଧୁ। ଆପଣଙ୍କ ପରିଚୟ ପଚାରି ପାରିବି କି ବାବା? ମୁଁ ତ ମୌନ ଧାରଣ କରିଛି। ୟାଙ୍କୁ କହିଦିଅ ଯେ ମୁଁ କିଏ। ଇଏ କାଶୀର ସବୁଠୁ ସିଦ୍ଧ ବାବା ଜ୍ଞାନାନନ୍ଦ ମହାରାଜ। କଣ କହୁଛ ତମେ ମାନେ? ଦେଖେଇ ଦବା ଏମାନଙ୍କୁ ଚମତ୍କାର। ଦେଖାନ୍ତୁ ନା ମହାରାଜ ଚମତ୍କାର। ତମେ ଚିନ୍ତିତ ଲାଗୁଛ। ଦେଖ ପଢି ନେଲି ନା ତମ ସମସ୍ୟା। କଣ? ଫଳ ତ ତମେ ତୋଳି ପକେଇଲ, ଏବେ ନେଇକି କେମିତି ଯିବ? ନା ଖାଇପାରିବ ଏତେ ଫଳ, ଆଉ ଛାଡ଼ି ଦେଇ ବି ଯାଇପାରିବନି। ହଁ ହଁ, ଏହା ହିଁ ଥିଲା ଆମର ସମସ୍ୟା ମହାରାଜ। ମୁଁ କରିଦେବି ଏ ସମସ୍ୟାର ସମାଧାନ। ଏବେ ଦେଖ ମୋ ସିଦ୍ଧିର ଫଳ। ओम ह्रीं क्लीं भैरवाय नमः। ଚମତ୍କାର। ବାବା ଚାହିଁବେ ଯଦି କରିଦେବେ। ଦିନରେ ବି ଅନ୍ଧକାର, ପର୍ବତକୁ ଭରି ନେବେ ମୁଠା ଭିତରେ, ଆଉ ସାଗର ବି ପିଇଯିବେ ପୁରା। ଅର୍ଥାତ୍ ଆପଣ କିଛି ବି କରିପାରିବେ? ଅବଶ୍ୟ। ଆପଣଙ୍କ ପାଇଁ କୌଣସି ବି କାର୍ଯ୍ୟ ଅସମ୍ଭବ ନୁହଁ। ନାଇଁ, କଣ ଆପଣ ମତେ ମୋ ଆରାଧ୍ୟଙ୍କ ସହ ଭେଟ କରେଇ ପାରିବେ? ହଁ ହଁ ଅବଶ୍ୟ। ଇଏ ତ ମୋ ପାଇଁ ଗୋଟିଏ ତୁଚ୍ଛ କାର୍ଯ୍ୟ। ଯଦି ସାଧୁ ମହାରାଜ ମୋ ସେବାରେ ପ୍ରସନ୍ନ ହେଇଯିବେ, ତେବେ ମୋ ସହାୟତା ଅବଶ୍ୟ କରିବେ। ସାଧୁ ମହାରାଜ, କୃପା କରି ଆପଣ ଆଉ ଆପଣଙ୍କ ମଣ୍ଡଳୀ ଆମ ଘରକୁ ଚାଲନ୍ତୁ। ଇଏ ସମ୍ଭବ ନୁହେଁ ବାଳକ। ମୁଁ ଶିବଙ୍କ ତପସ୍ୟା ପାଇଁ ହିମାଳୟକୁ ଯାଉଛି। ମହାରାଜ, ମୋର ମାତା ପିତା ବି ଶିବ ଭକ୍ତ। ସେମାନେ ମହାଦେବଙ୍କର ମହାପୁରୁଷ।
तुमे मते द्वंद्व पकईल बालक मोर हिमालय जीवा अति आवश्यक परंतु शिवंक पूजा को तो मु मना भी करि परिबिनी। ठीक अछि मु जीवी तुम सहित। बहुत धन्यवाद आपनको जे आपण मते सेवा करिबार सुजोग देले। ए मूर्ख को एक थर ज्ञात नहीं जे ये कौनसी मुनि ऋषि को नुहे अपितु निज राज्यर विनाश को निमंत्रण करि देछि। माता पिताश्री कोठे छुंडे आपण देखंतु काको संगरे आनिछि। साधु महाराज आपण आसंतु मो सहित। आसंतु 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 महाराज आसंतु। मारुति रक्तासुर को सिद्ध ऋषि मन करी आपण को पूजा पाई आमंत्रण करि नेछंती प्रभु परंतु से तो तांको सरलतार अनुचित लाभ उठाउछंती। अनेक समय अहंकार रे मनुष्य सम्मुख रे थिबा लोकर सरलता को तार मूर्खता बोली भावे परंतु से यह जानी न थाए जे भक्तिर प्रथम शर्त ही सरलता। प्रभु मारुति का सरल भक्ति जोगु सुमेरु उपरे ए जो भीषण संकट आसीची तार कौन हबो? से बाकी भक्त जे संकटर सामना करि परिबनी जेते भीषण संकट सेतिकी ही अगाध भक्ति अर्थात एबे भक्त और भक्ति तोहिंकर परीक्षा हब देवी। आसंतु महाराज आसंतु। सुंदर अति सुंदर तेबे ही भव्य महल तुम पिताश्रींकर। आपनको भलो लागिला आपण देखंतु महल को मु एबे आसुची। এই महल को अति शीघ्र श्मशान रे परिवर्तन करिबारे केही रोकी पारिबेनी हमकु। धन संपत्ति देखुच पुष्टासुर आउ एते गुडे दास दासी आउ आमे एठु जेते बेले जिबा ए भव्य महल श्मशान ही जाइथिबो। आसा माता आसंतु पिताश्री। कौन है मारुति? माता पिताश्री ये ज्ञानानंद महाराज बहुत बड़ सन्यासी ये। मो एमानंकु महादेवंकर पूजा पाई आमंत्रित कलिछि। साधु महाराज ये मोर माता पिता। सुमेरु राजा केसरीर प्रणाम ग्रहण करंतु महाराज। कृपा करी आसन ग्रहण करंतु। मारुति कहूथिले जे आपण महादेवंकर महापूजा रखिछंती। मु स्वयं महादेवंकर परम भक्त तेणु मु भाबिली जे सम्मिलित हेले केमिति होंता पूजा रे। महाराजा आमर परम सौभाग्य आमर आपणक भली महापुरुषंकर सानिध्य प्राप्त हैला। स्वागत आपणको आ आपणकर शिष्यंको भी। एही पवित्र अवसर रे हम क्षमा चाहूची देवी परंतु एठी आसी मु एया देखुची जे कौनसी स्थान पवित्र लागु नाही।
साधु महाराज आपण एपरी काहेकि कहउचंती? कौन आम प्रस्तुति रे किछि भूल रही जाइछि कि महाराज? मु सिद्ध जोगी देवी तीन काल मो सम्मुखरे निर्मल जल समान स्पष्ट। आपण को कहबाकू दुख लागुछि जे एठारे कौनसी बड़ अनिष्ट हेबाकू जाउछि। क्षमा चाहूची ऋषि बड़ो, मोर मो आराध्यଙ୍କ उपरे पूरा विश्वास अछि। से केबे भी हमर अनिष्ट हबाकू देबेनी। पुत्र मारुति, बड़ मानक कथावार्ता मध्यरे सान माने कथा कहंतिनी। कथा तो कथा ही थाए ना, सेतरे पुनी बड़ सान कोन ही थाए? मारुति, महाराजंकु तांका कथा पूर्ण करबाकू दियो। राजन एठिकार वातावरण रे सेही पवित्रता नाही जहा महादेवं को प्रसन्न करि परिबो। आपण सम्माननीय साधु महाराज, किंतु मारुतिंक भली मोर भी मो भक्ति रे संपूर्ण विश्वास अछि जे महादेव मोर पूजा को अवश्य स्वीकार करिवे आउ कौनसी भी विपत्ति रु आमको दूरेई रखिबे। तबे ये कौन? कमल पुष्प तो स्वच्छ थिला, एबे भी सरोवर रु आनिथिले स्वामी। ए भली झाउली गल्ला केमिति? अग्नि पुराण अनुसारे स्वच्छ पुष्प झाउली जिबार एकमात्र ही कारण अछि जे आपणकर एठारे कौनसी ग्रह दोष अछि जहार जदि किछि शीघ्र उपाय करा न जाए तेबे बहुत बड़ क्षति भी हेई जाई पारे। एमिति की पुत्र हानि मध्य अर्थात आम मारुतिंको प्राण संकट रे अछि। एमिति केमिति? बहुत बलशाली हमर मित्र। ए साधु महाराज तो बड़ भयानक कथा कहउचंती, भयभीत कर देले समस्तंकु। हे साधु महाराज, जदि प्रश्न आम पुत्रंकर तेबे कौनसी भी संकट को मु अणदेखा करिबिनी। कृपा करी आमको उपाय कहतु। उपाय तो अछि ज्ञानानंदंक पाखरे, परंतु एबे संध्या हेबाकू जाउछि। प्रातः काल रे मु रुद्राभिषेक करिबि आउ आपणकर ग्रह दोष दूर हेई जिवो। दोष पछके जो प्रकार भी हो ना काहे कि महाराज, आपण कृपा करके मुक्ति दियंतु एथिरु। ए महलर कौनसी भी प्राणी कालीर सूर्योदय जमिति देखि न पारे। जथा क्या स्वामी, आदि राति रे एठी रक्तर नदी बहिबो आउ काली भितरे आपणको गला रे 10 सहस्र अंगूठीर माला रहिथिबो। महाराज, आपण विश्राम करंतु, ता भितरे मु आपणक रात्रि भोजनर व्यवस्था करूची। आसंतु आसंतु। माता और पिताश्रींकर शयन कक्ष आउ ता पाखले थिबा कक्ष मोर। पुत्र, शस्त्र कक्ष कोठी? दक्षिण पटले बंदार घर पछपटे। आउ सबु दास दासी कोठी सोउचंती? पूर्वरे पूजा घरर विपरीत दिगरे। रात्रि रे महल भितरे केते सैनिक सुअंती? रात्रि रे सैनिकंकर कोन आवश्यकता? गोटे कथा कहबे ऋषिवर? कुह मारुति। मते या ज्ञात अछि जे आम महल रे कोनोसी ग्रह दोष नाही। अर्थात मु मिथ्या कहूची? नाही नाही, ये मो आराध्यंकर चमत्कार। जेमिति आपण एठी रही तांको सह भेट कले पारबे। आराध्य? की आराध्य? आपण भूली गले? मा आपनको बनले पचाले थिले ना? कोन आपण मते मा आराध्यंक सह भेट करे पारबे? हाँ हाँ अवश्य, ये तो मो पई गोटे तुच्छ कार्य। हाँ हाँ स्मरण अछि मोर।
ତମକୁ ଏକ ପୂଜା କରିବାକୁ ହେବ ମାରୁତି। ମଧ୍ୟରାତ୍ରିରେ ଉଠିବାକୁ ହେବ। ମଧୁରାତି ପରନ୍ତୁ ସବୁ ପୂଜା ତ ପ୍ରାତଃ କାଳରେ ହେଇଥାଏ ନା। ତମର ଆରାଧ୍ୟ ତମ ପାଇଁ ବିଶେଷ ନା, ତେବେ ତାଙ୍କ ପୂଜା ପାଇଁ ପ୍ରହର ବି ବିଶେଷ ହେବା ଉଚିତ। ଉଚିତ କହିଲେ ଆପଣ। ତାପରେ କଣ କୁହନ୍ତୁ? ତାପରେ ତମେ ଏକ ଘଣ୍ଟି ନେଇ ସେଥିରେ ନିଜ ଆରାଧ୍ୟଙ୍କ ନାମ ଲେଖିବାକୁ ହେବ। ଆଉ ତାପରେ ତମେ ତମ ବାଟିକାକୁ ଯାଇ ବଟ ବୃକ୍ଷର ଓଲଟା ପରିକ୍ରମା କରି କରି ସେଥିରେ ଲାଲ ସୂତା ବାନ୍ଧିବାକୁ ହେବ। ଆଉ ସ୍ମରଣ ରଖିବ, ସୂତା ବାନ୍ଧିବା ସମୟରେ ତମେ ଘଣ୍ଟି ବଜେଇବା ଯେମିତି ବନ୍ଦ ନ କର। ଏମିତି କରିବା ଦ୍ୱାରା ମୁଁ ମୋର ଆରାଧ୍ୟଙ୍କୁ ଭେଟି ପାରିବି। ଇଏ ଜ୍ଞାନାନନ୍ଦର ସିଦ୍ଧି ବାଳକ। ସୂର୍ଯ୍ୟ ପୂର୍ବରେ ଅସ୍ତ ହେଇପାରନ୍ତି, କିନ୍ତୁ ଜ୍ଞାନାନନ୍ଦର ସିଦ୍ଧି କେବେ ବିଫଳ ହେଇପାରିବନି। ତମକୁ ତମ ଆରାଧ୍ୟଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିବାକୁ ହେବ ବାଳକ। ଆଉ ସ୍ମରଣ ରଖିବ, ଏହି ବିଶେଷ ପୂଜାର ଆଲୋଚନା ତମେ କେବେ କାହା ସହିତ କରିବନି। ଆପଣଙ୍କୁ କୋଟି କୋଟି ଧନ୍ୟବାଦ। ଆପଣ ଜାଣିନାହାନ୍ତି ଆପଣ କେତେ ବଡ଼ ଉପକାର କରିଛନ୍ତି। ଆସନ୍ତୁ ଆସନ୍ତୁ ଶୀଘ୍ର ଆସନ୍ତୁ ମହାରାଜ। ମାଲୁତି କକ୍ଷ ଆଗରେ ଅଛି। ମାରୁତି କୁଆଡ଼େ ଯାଉଛ? ଆରେ ହଁ, ଏଇଠି ତ ଅଛି ଆପଣଙ୍କ କକ୍ଷ। ଆପଣଙ୍କର କିଛି ଆବଶ୍ୟକ ହେଲେ ମତେ ନିଶ୍ଚୟ ଡାକିବେ। ଏବେ ମୁଁ ଯାଉଛି। ମଧ୍ୟରାତ୍ରିରେ ବି ତ ଉଠିବାର ଅଛି ନା। ପ୍ରଣାମ ପ୍ରଣାମ। ହତଭାଗା ମାରୁତି, ୟାର ମୂର୍ଖତା ହିଁ ସୁମେରୁର ବିନାଶର କାରଣ ହେବ। ପ୍ରଭୁ, ଏ ଦୁଷ୍ଟ ରାକ୍ଷସ ଆପଣଙ୍କ ଅବତାର ମାରୁତିଙ୍କ ସରଳତାର ଉପହାସ କରୁଛି। ମାରୁତିଙ୍କର କେହି ଉପହାସ କରୁ ଏ କଥା ଆମେ ଜମା ସହିପାରିବୁନି ପ୍ରଭୁ। ଯିଏ ବି ପ୍ରକୃତ ଭକ୍ତିକୁ ବୁଝିପାରେ ନାହିଁ ସେ ତାର ଉପହାସ କରିଥାଏ। ବଡ଼ ବଡ଼ ଭକ୍ତଙ୍କୁ ବି ଏଭଳି କଟାକ୍ଷ ଆଉ ଉପହାସର ସାମ୍ନା କରିବାକୁ ପଡ଼ିଛି। ପରନ୍ତୁ ପ୍ରଭୁ, ରକ୍ତାସୁର ଅଶୁଦ୍ଧ ପୂଜାର ବିଧି କହି ମାରୁତିଙ୍କୁ ଭକ୍ତି ମାର୍ଗରୁ ବିଚ୍ୟୁତ କରିଦଉଛି। ଶୁଦ୍ଧ ହଉ ଅଥବା ଅଶୁଦ୍ଧ, ପୂଜାର ବିଧି ନୁହେଁ। ପୂଜା କରୁଥିବା ବ୍ୟକ୍ତିର ମନ ହେଇଥାଏ ଦେବୀ। ପ୍ରକୃତ ଭକ୍ତ ନିଜ ଆରାଧ୍ୟଙ୍କୁ ପାଇବାର ଯାହା ବି ବିଧି ଆପଣେଇବ, ସେଇ ବିଧି ଶୁଦ୍ଧ ଏବଂ ସାର୍ଥକ ହେଇଯାଇଥାଏ। ଦେବୀ, କଣ ହେଲା ଦେବୀ? ତମେ କାନ୍ଦୁଛ କାହିଁକି? ଯାହା ପୁତ୍ର ଉପରେ ମୃତ୍ୟୁର ଛାୟା ପଡ଼ିଥିବ, ତାର ମାତା କାନ୍ଦିବା ବ୍ୟତୀତ ଆଉ କଣ କରିପାରିବ? ମୁଁ ବୁଝିପାରୁଛି। ସମ୍ଭବତଃ ତମେ ଏହି ପରିସ୍ଥିତିର ସକାରାତ୍ମକ ପାର୍ଶ୍ୱକୁ ଦେଖିପାରୁନାହ। ସକାରାତ୍ମକ? ପୁତ୍ର ହାନିର କଥା ଉଠିଛି ସ୍ୱାମୀ। ଏଥିରେ ସକାରାତ୍ମକ କଣ ହେଇପାରେ ସ୍ୱାମୀ? ୟାକୁ ମୁଁ ମହାଦେବଙ୍କ କୃପା ବୋଲି ଭାବୁଛି। ଯେକୌଣସି ବି ଅମଙ୍ଗଳ ହେବା ପୂର୍ବରୁ ସେ ଆମ ପାଖକୁ ମହାଜ୍ଞାନୀ ଜ୍ଞାନାନନ୍ଦ ମହାରାଜଙ୍କୁ ଆମ ପାଖକୁ ତାରଣକର୍ତ୍ତା ରୂପରେ ପଠାଇଛନ୍ତି, ଯେ ନା କେବଳ ଆମକୁ ଆସୁଥିବା ସଙ୍କଟ ବିଷୟରେ ସଚେତନ କରିଲେ, ବରଂ ଏହି କଥାର ଆଶ୍ୱାସନା ବି ଦେଇଛନ୍ତି ଯେ ତାଙ୍କ ପୂଜା କରିବା ଦ୍ୱାରା ଏ ବିପତ୍ତିକୁ ବି ଦୂରେଇ ଦିଆଯାଇ ପାରିବ। ଆପଣ ସତ୍ୟ କହୁଛନ୍ତି ସ୍ୱାମୀ, ପରନ୍ତୁ କଣ କରିବି? ମାରୁତିଙ୍କ ଉପରେ ସାମାନ୍ୟ ବି ଆଞ୍ଚ ଆସିଯାଏ, ତେବେ ମୁଁ ବ୍ୟାକୁଳ ହେଇଯାଏ। ତାପରେ ମତେ କିଛି ବୁଦ୍ଧି ହିଁ ଦେଖାଯାଏନି। ମୁଁ ବୁଝିପାରୁଛି, କୌଣସି ବି ମା ପାଇଁ ଏ ସ୍ୱାଭାବିକ। ଈଶ୍ୱର କରନ୍ତୁ ତାଙ୍କ ପୂଜାରେ ସୁମେରୁ ଆଉ ମୋ ମାରୁତି ଉପରେ ଆସିଥିବା ସବୁ ସଙ୍କଟ ଦୂରେଇ ଯାଉ। ଅବଶ୍ୟ ଦୂର ହେଇଯିବ। ତମେ ଚିନ୍ତିତ ହୁଅନି। ଆଜିର ରାତି ମୋ ପାଇଁ ସ୍ମୃତିମୟ ହେବାକୁ ଯାଉଛି, କାରଣ ସାଧୁ ମହାରାଜଙ୍କ ଉପାୟ ଦ୍ୱାରା ଆଜି ମୁଁ ମୋର ଆରାଧ୍ୟଙ୍କର ଦର୍ଶନ ପାଇବି। ମଧ୍ୟରାତ୍ରି ହେଇଯାଇଛି।
ଯାଉ ଭଲ ହେଲା କେହି ବି ନାହାନ୍ତି। ରାକ୍ଷସ ଓ ବାନରଙ୍କ ଶତ୍ରୁତା ସର୍ବବିଦିତ ଅଛି। ପରନ୍ତୁ ଆଜି ରାକ୍ଷସଙ୍କ ତରଫରୁ ବାନର ମାନଙ୍କୁ ଏଭଳି ଆଘାତ ହବାକୁ ଯାଉଛି ଯେ ସେ ଆଉ କେବେ ବି ଆମକୁ ଆହ୍ୱାନ କରିବାର ସାହସ କରିବେନି। ଏଇଭଳି ହଣାକୁଟା କରିବାକୁ ହବ ଆଜି, ଯେମିତି ରାକ୍ଷସ କୁଳର ଗୌରବ ବୋଲେଇବ ତମରେ ସେନାପତି ରକ୍ତାସୁର। ଏମିତି ହିଁ ହବ ସ୍ୱାମୀ। ରାଜା କେଶରୀ ଯୋଉ ମହାଦେବଙ୍କ ପୂଜା ରଖିଛି ସେ ବି ବଞ୍ଚେଇ ପାରିବେନି ତାକୁ। ମାରୁତିର ପ୍ରଣାମ ସ୍ୱୀକାର କରନ୍ତୁ ମହାଦେବ। ଆପଣ ତ ମତେ ଜାଣିଛନ୍ତି, ଆପଣ ହିଁ ତ ମତେ ମୋ ଆରାଧ୍ୟଙ୍କର ନାମ କହିଥିଲେ। ମହାଦେବ, ଆଜି ବି ଆପଣଙ୍କର ଗୋଟେ କୃପା ଆବଶ୍ୟକ। କଣ ମୁଁ ମୋ ଆରାଧ୍ୟଙ୍କର ଦର୍ଶନ ନିମନ୍ତେ ଆପଣଙ୍କ ମନ୍ଦିରରୁ ଏ ଗଣ୍ଠି ଉଠାଇ ନେଇ ପାରିବି? ଅନୁମତି ଅଛି ପ୍ରଭୁ? ସଂକେତ ମିଳିଗଲା ପ୍ରଭୁ, ଧନ୍ୟବାଦ। ଏଥର ବିସ୍ତାରରେ କୁହନ୍ତୁ ସ୍ୱାମୀ, ଆମର ଯୋଜନାଟା କଣ? କପଟାସୁର ତମେ ପୂର୍ବ ଦିଗକୁ ଯିବ, ଉଷ୍ଟାସୁର ତମେ ପଶ୍ଚିମ ଦିଗକୁ ଯାଅ, ଆଉ ନିଷ୍ଠାସୁର ତମେ ଉତ୍ତର ଦିଗକୁ ଯାଅ, ଆଉ ମୁଁ ଯିବି ଦକ୍ଷିଣ ଦିଗକୁ, ଯୋଉଠି ରାଜା କେଶରୀଙ୍କର ଶୟନ କକ୍ଷ ଥିବ। ଗୋଟି ଗୋଟି ଆଙ୍ଗୁଠି କଣି କଣି କାଟିବୁ ଆମେ। ମହଲର ଗୋଟିଏ ବି ପ୍ରାଣୀ ବଞ୍ଚି ପାରିବନି ଆମଠୁ। ପୁରା ବିଶ୍ୱରେ 10,000 ଆଙ୍ଗୁଠିର ମାଳା ଧାରଣ କରିଥିବା ମହାବଳୀ ରକ୍ତାସୁର ବୋଲେଇବେ। ଉଚିତ କହିଛ ତମେ। ଏତିକି କଥା ମୁଁ ଚାହୁଁଛି ଏଠି ଯେ ମୋର କ୍ରୂରତାର ଚର୍ଚ୍ଚା ଲଙ୍କାରେ ପହଞ୍ଚୁ, ଆଉ ସ୍ୱୟଂ ଲଙ୍କେଶ ମତେ ପାଖକୁ ଡାକନ୍ତୁ।